ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ନବମ ଶ୍ରେଣୀ ଭୂଗୋଳ ବହିର ତୃତୀୟ ପାଠ ବିପତ୍ତି ଓ ବିପର୍ଯ୍ୟୟ ପାଠର ଅଭ୍ୟାସ ପ୍ରଶ୍ନୋତ୍ତର କାର୍ଯ୍ୟକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠର ଅଭ୍ୟାସ କାର୍ଯ୍ୟକୁ ଆମେ ଆଲୋଚନା କରିବା। 1 ନମ୍ବର, ବିପତ୍ତି କାହାକୁ କୁହାଯାଏ? ବିପତ୍ତି କାହାକୁ କୁହାଯାଏ? କେତେଗୁଡ଼ିଏ ମନୁଷ୍ୟକୃତ ବିପତ୍ତିର ଉଦାହରଣ ଦିଅ। ଏହାର ଉତ୍ତର ଲେଖିବା। କୌଣସି ମନୁଷ୍ୟକୃତ କିମ୍ବା ପ୍ରାକୃତିକ ବିପଦସଂକୁଳ ଅବସ୍ଥା ବା ଘଟଣା ଯାହାଦ୍ୱାରା ଧନଜୀବନ ବା ଜୀବିକା ଅର୍ଜନରେ ବାଧା, ଆହତ ହେବା ଏବଂ ପରିବେଶ ନଷ୍ଟ ହେବାର ଆଶଙ୍କା ଥାଏ, ତାହାକୁ ବିପତ୍ତି କୁହାଯାଏ। କେତେକ ମନୁଷ୍ୟକୃତ ବିପତ୍ତିର ଉଦାହରଣ। 1984 ମସିହା ନଭେମ୍ବର ମାସରେ ମେକ୍ସିକୋ ସିଟିରେ LPG ବିସ୍ଫୋରଣ ସଂଘଟିତ ହୋଇ ପ୍ରାୟ 452 ଜଣ ମୃତ୍ୟୁବରଣ କରିଥିଲେ ଏବଂ 31,000ରୁ ଊର୍ଦ୍ଧ୍ୱ ଲୋକ ବାସହୀନ ହୋଇଥିଲେ। ଠିକ୍ ସେହିଭଳି 1945 ମସିହା ଅଗଷ୍ଟ 6 ଓ 9 ତାରିଖରେ ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ନିକ୍ଷେପ ଫଳରେ ବହୁତ ଧନଜୀବନ ନଷ୍ଟ ହୋଇଥିଲା। ସୁଭେଦ୍ୟତା କହିଲେ କ'ଣ କୁହାଯାଏ? ସମାଜର କେଉଁ ବର୍ଗର ଲୋକେ ସାଧାରଣତଃ ବିପର୍ଯ୍ୟୟ ପ୍ରତି ଅତି ସୁଭେଦ୍ୟ ହୋଇଥାନ୍ତି? ଏହାର ଉତ୍ତର ଲେଖିବା। ଦାରିଦ୍ର୍ୟ, ସୂଚନାର ଅଭାବ, ନିମ୍ନ ଜୀବନଧାରଣ ମାନ, ଅପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ଅପର୍ଯ୍ୟାପ୍ତ ପ୍ରାକ୍ ସାବଧାନତା ଆଦି ବିପତ୍ତିର ଉତ୍କଟତା ଗୋଷ୍ଠୀ ଉପରେ କେତେଦୂର ପ୍ରଭାବ ପକାଇପାରେ, ତାହାକୁ ସେ ଗୋଷ୍ଠୀର ଅତି ସୁଭେଦ୍ୟତା କୁହାଯାଏ। ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ପଛୁଆ ବର୍ଗ ଲୋକ ବିପର୍ଯ୍ୟୟ ପ୍ରତି ସୁଭେଦ୍ୟ ହୋଇଥାନ୍ତି। ବିଟ୍ 3, ଭୂମିକମ୍ପ କ'ଣ? ଭୂମିକମ୍ପ ସମୟରେ କି ପ୍ରକାର ସାବଧାନତା ରକ୍ଷା କରିବା ଉଚିତ? ଏହାର ଉତ୍ତର ଲେଖିବା। ଭୂମିକମ୍ପ ଏକ ଆକସ୍ମିକ ଘଟଣା। ଏହା ବର୍ଷର ଯେକୌଣସି ସମୟରେ ଦିନ ହେଉ ବା ରାତି ହେଉ ପୂର୍ବ ସୂଚନା ନଥାଇ ହଠାତ୍ ସଂଘଟିତ ହୁଏ। ଭୂପୃଷ୍ଠ ଆଭ୍ୟନ୍ତରରେ ଥିବା ଶିଳା ସ୍ତରଗୁଡ଼ିକରେ ଫାଟ ସୃଷ୍ଟି ହେଲେ ସେଥିରେ ଥିବା ପୁଞ୍ଜୀଭୂତ ଚାପ ହଠାତ୍ ବିମୋଚିତ ହୁଏ। ଏହାଦ୍ୱାରା ଶିଳା ସ୍ତର ଆଗକୁ, ପଛକୁ, ଉପରକୁ କିମ୍ବା ତଳକୁ ଗତି କରେ, ଫଳରେ ଶିଳା ସ୍ତରରେ କମ୍ପନ ସୃଷ୍ଟି ହୁଏ ଓ ପୃଥିବୀ ଥରି ଉଠେ। ଏହାକୁ ଭୂମିକମ୍ପ କୁହାଯାଏ। ଭୂମିକମ୍ପ ସମୟରେ କି ପ୍ରକାର ସାବଧାନତା ରକ୍ଷା କରିବା ଉଚିତ? କୌଣସି କୋଠାଘର ନିକଟରେ ଛିଡ଼ା ହୋଇ ରହିବା ଉଚିତ ନୁହେଁ। ଘର ଭିତରେ ଥିଲେ ଯେତେ ଶୀଘ୍ର ଖୋଲା ସ୍ଥାନକୁ ପଳାଇ ଯିବାକୁ ଚେଷ୍ଟା କରିବା। ଘର ଦ୍ୱାରବନ୍ଧ ଉପରେ ଛିଡ଼ା ହୋଇ ରହିବ କିମ୍ବା କୌଣସି ମଜବୁତ ଟେବୁଲ, ଡେସ୍କ କିମ୍ବା ଖଟ ତଳେ ଆଶ୍ରୟ ନେବା ଆବଶ୍ୟକ। ଘରର ସମସ୍ତ ସୁଇଚ୍, ପାଣି ପାଇପ୍ ଏବଂ ଗ୍ୟାସ୍ ସିଲିଣ୍ଡର ବନ୍ଦ ଦେବା ଉଚିତ। 4 ନମ୍ବର, ସୁନାମି କ'ଣ? ଏହା କିପରି ସଂଘଟିତ ହୋଇଥାଏ? ଏହାର ଉତ୍ତର ଲେଖିବା। ସାଗର ବା ମହାସାଗର ସଜ୍ଜା ନିମ୍ନସ୍ଥ ଭୂ ଅଭ୍ୟନ୍ତରରେ ଭୂମିକମ୍ପ ହେଲେ ତଦ୍ଦ୍ୱାରା ସୃଷ୍ଟ ସାମୁଦ୍ରିକ ତରଙ୍ଗକୁ ସୁନାମି କୁହାଯାଏ। ଅର୍ଥାତ୍ ସୁନାମି ହେଉଛି ଭୂକମ୍ପଜନିତ ସାଗର ତରଙ୍ଗ। ଦୁଇଟି ଭୂମଣ୍ଡଳୀୟ ପ୍ଲେଟର ଆଘାତ ଫଳରେ ଗୋଟିଏ ଅନ୍ୟଟିର ଉପରକୁ କିମ୍ବା ତଳକୁ ଗତି କଲେ ଭୂମିକମ୍ପ ହୁଏ ଏବଂ ଏହାର ଫଳସ୍ୱରୂପ ପର୍ବତ ପ୍ରମାଣର ଜଳରାଶି ଉପରକୁ ଉତ୍ଥିତ ହୋଇଥାଏ। ଯେଉଁ ଜଳରାଶି ଉପରକୁ ଉଠିଥାଏ ତାହା ନିମ୍ନକୁ ଗତି କଲାବେଳେ ନିମ୍ନସ୍ଥ ଜଳକୁ ବାହାରକୁ ଠେଲିଦିଏ। ବିପର୍ଯ୍ୟୟ ଓ ବିପତ୍ତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
ବିପର୍ଯ୍ୟୟ ଅପେକ୍ଷାକୃତ ପ୍ରଭୂତ କ୍ଷତିକାରକ ଧ୍ୱଂସକାରୀ। ଏହାଦ୍ୱାରା ସମାଜର ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୁଏ, ଅନେକ ଲୋକ କ୍ଷତିଗ୍ରସ୍ତ ହୁଅନ୍ତି ଏବଂ ବ୍ୟାପକ ଧନଜୀବନ ହାନି ଘଟେ। ବିପର୍ଯ୍ୟୟ ତଜ୍ଜନିତ ଧ୍ୱଂସାତ୍ମକ କାର୍ଯ୍ୟର ଫଳସ୍ୱରୂପ ଘଟିଥାଏ। ବିପତ୍ତି ଅପେକ୍ଷାକୃତ କମ୍ କ୍ଷତିକାରକ। ବିପତ୍ତି ଓ ସୁଭେଦ୍ୟତା ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି କରେ। କ୍ୱେଶ୍ଚିନ୍ ନମ୍ବର 3, ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ। ପାଣିପାଗ ପର୍ଯ୍ୟବେକ୍ଷଣ ସହ ବିଶେଷ କରି ପବନ ବହିବାର ଦିଗ ପର୍ଯ୍ୟାଲୋଚନା କରିବା, କାରଣ ତରଳ ଲାଭାର ଗତି ଏତେ ଦ୍ରୁତ ଯେ ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ଏଥିରୁ ନିଜକୁ ବଞ୍ଚାଇ ପାରିବ ନାହିଁ। ପବନ ବହୁଥିବା ଦିଗକୁ ଲୋକ ଗୃହପାଳିତ ପଶୁମାନଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଯୋଜନାବଦ୍ଧ କରିବା। ମୁଖା ଏବଂ କଳା ଚଷମା ଆଦି ମହଜୁଦ ରଖିବା। ଅତି କମରେ 72 ଘଣ୍ଟା ପାଇଁ ସ୍ଥାନାନ୍ତରଣ କରାଯାଉଥିବା ଜାଗାରେ ପ୍ରଚୁର ପେୟ ଜଳ, ଖାଦ୍ୟ ଓ ଚିକିତ୍ସା ସରଞ୍ଜାମ ରଖିବା ଆବଶ୍ୟକ। 4. ତୁମ ପାଇଁ କାମ। ତୁମ ଅଞ୍ଚଳରେ ସମ୍ଭାବ୍ୟ ବିପର୍ଯ୍ୟୟରେ କ'ଣ କ୍ଷତି ହେବାର ସମ୍ଭାବନା ଅଛି ଲେଖ। ଏହାର ଉତ୍ତର ଲେଖିବା। ଆମ ଅଞ୍ଚଳ ଏକ ବାତ୍ୟା ପ୍ରବଣ ଓ ବନ୍ୟା ପ୍ରବଣ ଅଞ୍ଚଳ। ଏତଦ୍ ବ୍ୟତୀତ ଅଂଶୁଘାତ ବିପର୍ଯ୍ୟୟର ସମ୍ଭାବନା ରହିଛି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଜୀବନ୍ତ ଆଗ୍ନେୟଗିରି ରହିଛି, ତେଣୁ ଉପକୂଳ ଅଞ୍ଚଳରେ ସୁନାମି ହେବାର ସମ୍ଭାବନା ମଧ୍ୟ ରହିଛି। 2 ନମ୍ବର, ଓଡ଼ିଶାରେ ସୁଭେଦ୍ୟ ଅଞ୍ଚଳଗୁଡ଼ିକୁ ଏକ ମାନଚିତ୍ରରେ ଦର୍ଶାଅ। ଏହାକୁ ମାନଚିତ୍ରରେ ଦର୍ଶାଯାଇଛି, ଏହାକୁ ଲେଖିବା। ଏକ ଭୂମିକମ୍ପ ପ୍ରବଣ ଅଞ୍ଚଳରେ କେଉଁ ପ୍ରକାର ଗୃହ ନିର୍ମାଣ ହେବା ଚିତ୍ର ସାହାଯ୍ୟରେ ଦର୍ଶାଅ। ଚିତ୍ରକୁ ମଧ୍ୟ ଏଠାରେ ଦର୍ଶାଯାଇଛି। ସୁନାମି ସତର୍କତା ବ୍ୟବସ୍ଥା ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ କିପରି ଦରକାର? ଏହାର ଉତ୍ତରକୁ ଆମେ ଲେଖିବା। ଅଧୁନା ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ପୃଥିବୀରେ ପ୍ଲେଟ୍ ଗୁଡ଼ିକରେ ସଞ୍ଚାଳନ, ଭୂମିକମ୍ପର ସମୟ ଓ ସ୍ଥାନ, ସୁନାମିର ଗତି ପର୍ଯ୍ୟାଲୋଚନା ପାଇଁ ସୁନାମି ସତର୍କ ସୂଚନା କେନ୍ଦ୍ର ସ୍ଥାପନ କରାଯିବା ଉଚିତ। ଏହାଦ୍ୱାରା ପ୍ରଭାବିତ ହେବା ଅଞ୍ଚଳ, ଅଧିବାସୀ, ପଶୁସମ୍ପଦ ଆଦିକୁ ସୁରକ୍ଷିତ ଓ ନିରାପଦ ସ୍ଥାନକୁ ଅପସାରଣ କରାଯାଇ ଧନଜୀବନ ହାନି ଲାଘବ କରାଯାଇପାରିବ। ବର୍ତ୍ତମାନ ଏହି ପାଠର ପ୍ରଶ୍ନୋତ୍ତର ଆଲୋଚନା ଶେଷ ହୋଇଛି। ପରବର୍ତ୍ତୀ କାଳାଂଶରେ ପୁଣି ଏକ ଅଧ୍ୟାୟକୁ ଆମେ ଆଲୋଚନା କରିବା।